ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର 2026 ପାଇଁ ଯାତ୍ରା ପଡ଼ିଆଠାରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ସମୟ ରାଶି ଓ ଲଗ୍ନ ଅନୁସାରେ ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ଶୁଭଖୁଣ୍ଟି ସ୍ଥାପନ ସହ ଯାତ୍ରା ହେବାର ବିଗୁଲ ବାଜିଛି। ଘଣ୍ଟ ଘଣ୍ଟା କାହାଳି ଓ ପୂଜା ଆରାଧନା ପରେ ଆନୁଷ୍ଠାନିକ ଭାବେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଦେଷ୍ଟା ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ମାଙ୍କ ଆଗମନକୁ ଅପେକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ ଭଞ୍ଜନଗର ଠାକୁରାଣୀ ଯାତ୍ରା ଏହାର ପରମ୍ପରା ଓ ଐତିହ୍ୟ ପାଇଁ ଓଡ଼ିଶା ପ୍ରସିଦ୍ଧ ଏବଂ ଏହି ବର୍ଷ ଏହାକୁ ଆହୁରି ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଭଞ୍ଜନଗର ପ୍ରଶାସନ ଓ ମାନ୍ୟବର ବିଧାୟକ। ସେହିପରି ଭଞ୍ଜନଗରକୁ ମ୍ୟୁନିସିପାଲିଟି ଘୋଷଣା ପରେ ସଜେଇ ହୋଇଛି ଭଞ୍ଜନଗର ସହର ରାସ୍ତା ପ୍ରଶସ୍ତୀକରଣ, ସୌନ୍ଦର୍ଯ୍ୟକରଣ, ଆଲୋକସଜ୍ଜା, ସ୍ୱଚ୍ଛତା ପ୍ରଭୃତିକୁ ଗୁରୁତ୍ୱ ଦେଇଛନ୍ତି ଭଞ୍ଜନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷ। ସୂଚନାଯୋଗ୍ୟ ଚଳିତ ବର୍ଷ ମଧ୍ୟ ଏପ୍ରିଲ 26 ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ 20 ତାରିଖରେ ଯାତ୍ରା ସରିବ। ମେ 19 ତାରିଖରେ ସିଂହବାହିନୀ ଯାତ୍ରା ହେବ। 25 ଦିନ ଧରି ଯାତ୍ରା ଚାଲିବ। ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ 8 କିଲୋମିଟର ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ। ତେଣୁ ଅପେକ୍ଷାରେ ଅଛନ୍ତି ଭଞ୍ଜନଗରବାସୀ, କେବେ ଆସିବେ ମା ଓ ସ୍ନେହ ପ୍ରୀତି ଭରା ଆଶୀର୍ବାଦ ଢାଳିବେ। ଭଞ୍ଜନଗରରୁ ସନ୍ତୋଷ କୁମାର ଜେନାଙ୍କ ରିପୋର୍ଟ।